ଜୟଗୁରୁ ସମସ୍ତଙ୍କୁ। ଆଜିର ଇଷ୍ଟ ପ୍ରସଙ୍ଗ ହେଉଛି ମଣିଷର ଆଚରଣ କ'ଣ ଈଶ୍ୱର କୃପା ଦ୍ୱାରା ନିୟନ୍ତ୍ରିତ ହୁଏ। ମଣିଷ ଯେତେ ଈଶ୍ୱରମୁଖୀ ହେବ ସେତେ ତା'ର ଚଳନ ଶୁଦ୍ଧ ହେବ। ମେକାନିକାଲି ଭଲ ହେବାକୁ ଗଲେ ଅନେକ ଭୁଲ ତ୍ରୁଟି ରହିଯାଏ, କିନ୍ତୁ ଇଷ୍ଟ ଅନୁରାଗ ଯଦି ଥରେ ଦାନା ବାନ୍ଧି ଉଠେ ତାହେଲେ ଚଳନ ଆଡଜଷ୍ଟ ନିୟନ୍ତ୍ରିତ ନ ହୋଇପାରେ ନା। ଈଶ୍ୱରଙ୍କ କୃପା ବୋଲି ଯଦି କିଛି ଥାଏ ତାହେଲେ ଇଷ୍ଟ ଅନୁରାଗ, ଆଉ ଏହା ହେଲା ଭକ୍ତର ନିଜସ୍ୱ ଇଚ୍ଛା ସାପେକ୍ଷ ବିଷୟ। ଇଷ୍ଟଙ୍କୁ ଭଲ ପାଇବାକୁ ଚାହିଁ ଚାହିଁ ଭଲ ପାଇବା ହୁଏ। ଏ ଭଲ ପାଇବାର କ୍ଷମତା ପରମପିତା ଦେଇ ରଖିଛନ୍ତି। ଏହା ହିଁ ତାଙ୍କ ଦୟା। ଦୟା ସତ୍ତ୍ୱେ ମଣିଷ ଯଦି ନିଜ ନିଜ ପ୍ରତି ସଦୟ ନ ହୁଏ ତାହେଲେ ପରମପିତାଙ୍କ ଦୟା କାର୍ଯ୍ୟକାରୀ ଖୁବ୍ କମ୍ ହୋଇପାରେ। ଆଜି ଆମେ ଜାଣିଲେ ଏ ଯେ ମଣିଷ ଆଚରଣ ଈଶ୍ୱର କୃପା ଦ୍ୱାରା ନିୟନ୍ତ୍ରିତ ହୁଏ କି ନାହିଁ, ତାହେଲେ ଆମେ ଏଠି କ'ଣ ଜାଣିଲେ? ତାହେଲେ ମଣିଷର ସର୍ବଶ୍ରେଷ୍ଠ ସାଧନା ହେଉଛି ଇଷ୍ଟ ଅନୁରାଗ। ଇଷ୍ଟ ଅନୁରାଗ ଥିଲେ ମଣିଷ ନିୟନ୍ତ୍ରିତ ହେବାକୁ ବାଧ୍ୟ ହିଁ ହୁଏ। ତେଣୁ ଆମକୁ ଇଷ୍ଟ ଅନୁରାଗ କିପରି କରିବାକୁ ହେବ, ଠାକୁର ସେଇ କଥା ହିଁ କହିଲେ, ଇଷ୍ଟଙ୍କୁ ଭଲ ପାଇବାକୁ ଚାହିଁ ଚାହିଁ ଭଲ ପାଇବା ହୁଏ। ପରିଶେଷରେ ସମସ୍ତଙ୍କୁ ଜୟଗୁରୁ। ଆଶା କରେ ଏହି ପ୍ରସଙ୍ଗଟି ଆପଣମାନଙ୍କୁ ହେଲ୍ପଫୁଲ୍ କରିବ। ବନ୍ଦେ ପୁରୁଷ।